ହ୍ୟାଲୋ ସାଙ୍ଗମାନେ, ଆଜି ହେଉଛି ହୋଲି। ହୋଲି ଦିନ ସକାଳୁ ଘରର ସବୁ କାମ ସାରି ମୁଁ ବାହାରିକି ବସିଛି ହୋଲି ଖେଳିବା ପାଇଁ। ତ ଏଇଠି ପିଂଶୁ ଆଣିକି ତାର ପିଚକାରି ଦେଖେଇ ଦେଉଛି। ଆଉ ରିୟାର ପିଂଶୁ ଦୁଇ ଜଣ ଯାକ ପିଚକାରି ଦେଇଛନ୍ତି। ତା ପୂର୍ବଦିନ ରାତିରୁ ତା ବାବା ତାଙ୍କ ଦୁଇ ଜଣଙ୍କ ପାଇଁ ପିଚକାରି ନେଇକି ଆସିଥିଲେ, କଲର୍ସ ନେଇକି ଆସିଥିଲେ। ବଟ୍ ସକାଳୁ ଧରୁ ଧରୁ ପିଂଶୁ ତାକୁ ଟିକେ ଖେଳୁ ଖେଳୁ ଭାଙ୍ଗିଦେଲା। ତାପରେ ମୁଁ ତା ବାବାଙ୍କୁ ସେ ଆସି କହୁଥିଲି, ତା ବାବା କହିଲେ ଭଲ କଲା ଭାଙ୍ଗିଦେଲା ଏମିତି କହିଲେ। ପୁଣି ଥରେ ବାପା ଯେହେତୁ ପୁଣି ଥରେ ଚାଲିଲେ ମୋ ପୁଅ ଖେଳିବ ବୋଲି ଆଉ ଥରେ ପିଚକାରି ଗୋଟେ ନେଇକି ଆସିବେ ବୋଲି ଚାଲିଲେ ମାର୍କେଟ। ମୁଁ ମନା କରୁଥିଲି ଯାଅନି, ସେ ଆଣିଲେ ବି ତ ସେମିତି କାଳେ ଭାଙ୍ଗିଦେବ, ଥାଉ ଯାଅନି। ସେ କିନ୍ତୁ ଗଲେ, ବୁଝିଲେନି, ଗଲେ। ତ ଦେଖନ୍ତୁ ତା ପିଚକାରିଟା ଏମିତି ଭାଙ୍ଗି ଯାଇଛି ଆଗପଟଟା। ସେ ତା ଦିଦିର ପିଚକାରି ନେଇକି ଖେଳୁଥିଲା, ଝିଅ ବି ତାକୁ ଦଉନଥିଲା କାଳେ ତାର ଭାଙ୍ଗିଦେବ ବୋଲି। ତ ତା ବାବା ଗଲେ ପୁଣି ଥରେ ପିଚକାରି ଆଉ ଗୋଟେ ନେଇ ଆସିଲେ। ତ ଏଇ ପିଚକାରି ଦେଖିକି ପିଂଶୁ ମନ ଭାରି ଖୁସି। ତ ତଳକୁ ମୁଁ ନେଇକି ଗଲି। ତଳକୁ ଆକ୍ଚୁଆଲି କେହି ବି ଆସିନଥିଲେ ଆପାର୍ଟମେଣ୍ଟରେ ଖେଳିବା ପାଇଁ। ଏ ବର୍ଷ ତ ଆମର ରାୟଗଡ଼ାରେ ପ୍ରଥମ ହୋଲି। ଆମେ ତ ଏବେ ଜଷ୍ଟ ମାସେ ହେଲା ହିଁ ଆସିଛୁ ଏଠି ରହିବା ପାଇଁ। ତ ଏଇଠି କେହି ଆସିନଥିଲେ, ଅଳ୍ପ ଅଳ୍ପ ପିଲା ଯାହା ଖେଳୁଥିଲେ। ତ ମୁଁ ଆଗୁଆ 10ଟା ଖଣ୍ଡେ ବେଳକୁ ପିଲାଙ୍କୁ ନେଇକି ଯାଇଥିଲି ଏରି ତଳକୁ କାଳେ ଖେଳିବେ ବୋଲି। ତ ପିଲା ଏଇଠି ତାଙ୍କର ପାଣିରେ କଲର୍ସ ମିଶେଇକି ରଖିଦେଇଛି, ତ ସେ ତାଙ୍କର ପିଚକାରି ମାଳୁଛନ୍ତି। ଆଉ ଟିକେ ଖେଳିଲା ପରେ ବହୁତ ଖେଳିଲା ପରେ ପିଂଶୁକୁ କ'ଣ କରିଥିଲି ନା, ପିଂଶୁ ବହୁତ ଓଦା ହେଇଯାଇଥିଲା, ତେଣୁକରି ତାକୁ ନେଇକି ମୁଁ ଘରକୁ ଆସିଥିଲି। ରିୟା ବହୁତ ଖେଳିଛି ହୋଲି। ଆଉ ସେମାନେ ବି ଆପାର୍ଟମେଣ୍ଟର ଲୋକମାନେ, ପିଲାମାନେ ବି ସମସ୍ତେ ବହୁତ ସାରା ବଢ଼ିଆ ସେ ଖେଳିଛନ୍ତି। ମୋତେ ବି ଡାକୁଥିଲେ, ଯେହେତୁ ପିଂଶୁକୁ ଥଣ୍ଡା ହେଇଛି ଆଉ ତାକୁ ବେଶୀ ମୁଁ ଓଦା ରଖିପାରିବିନି, ସେଥିପାଇଁ ମୁଁ ତାକୁ ନେଇକି ଗଲିନି। ତାକୁ ଅଳ୍ପ ଟିକେ ଖେଳେଇକି ଘରକୁ ନେଇ ଆସିଥିଲି। ବହୁତ ନାଚ ଗୀତ କରିକି ବଢ଼ିଆ ସେ ଖେଳିଛନ୍ତି ହୋଲି ଏଠି ସମସ୍ତେ। ଆଉ ମୋତେ ବହୁତ ଭଲ ଲାଗିଲା। ମୁଁ ଭାବିଲି ହଉ ଦେଖିଆ ନେକ୍ସଟ ଇୟର୍ ଯଦି ମୁଁ ଏଠି ରହିଥିବି ଆଉ ହୋଲି ଏଠି ଖେଳିପାରିବି ଏତେ ମଜାମସ୍ତି କରିକି। ଆକ୍ଚୁଆଲି ହୋଲି ମୁଁ କେବେଠାରୁ ଖେଳିନି, ପିଲାବେଳେ ଯାହା ଖେଳିଥିଲି ଆଉ ଟିକେ ଟିକେ ଏମିତି ଖେଳ ହୁଏ, କିନ୍ତୁ ଯେଉଁ ମଜାମସ୍ତି ବାଲା ଖେଳଟା ହୋଲିଟା ନା, ଆକ୍ଚୁଆଲି ମୁଁ ଖେଳିନି ବହୁତ ଦିନ ହେଲାଣି। ତ ଏଇଠି ସମସ୍ତେ ଖେଳୁଛନ୍ତି, ତ ପିଲାଙ୍କର ତ ଏମିତି ମସ୍ତି ଚାଲିଛି। ଆଉ ଖେଳରେ ହୋଲିରେ ପାଣି ପକେଇବା, କଲର୍ସ ଲଗାଇବା, ଦେଖନ୍ତୁ ସେମାନେ ତାଙ୍କର ବଢ଼ିଆ ସେ ଏନ୍ଜୟ କରୁଛନ୍ତି। ଖାଲି କ'ଣ ହୋଲି ଖେଳିଲେ ହେବ, ପୁଣି ତ ଖାଇବା ଚିନ୍ତା କରିବାକୁ ପଡ଼ିବ ନା। ଘରକୁ ଆସିଲା ପରେ ମୁଁ ରୋଷେଇ କରିଦେଇଥିଲି, ହଜବେଣ୍ଡ ଚିକେନ୍ ଆଣିଥିଲେ, ତ ଚିକେନ୍ ଭାତ ବନେଇ ଦେଇଥିଲି। ଖାଇ ପିଇକି ଶୋଇ ପଡ଼ିଲୁ। ଥଣ୍ଡାରେ ପୁରା ଗାଧେଇ ପଡ଼ିଥିଲେ ଛୁଆମାନେ, ପୁରା ଥଣ୍ଡା ହେଇଯାଇଥିଲା। ପୁଣି ତାଙ୍କୁ ଟିକେ ଶୋଇଲା ବେଳେ ତେଲ ମାଲିସ କରିକି ଶୁଆଇ ଦେଇଛି। ତ ପୁଣି ଦେଖାହେବ ଆଉ ଗୋଟେ ଭିଡ଼ିଓରେ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍